केउं मुस्लिम देश ଯେଉଁଠାରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମହାନ ମନ୍ଦିର ପାଇଁ ଉତ୍ସାହ ଦେଖାଉଛନ୍ତି। ବନ୍ଧୁଗଣ, ରାମ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନ ପାଇଁ ପ୍ରସ୍ତୁତି ଚାଲିଛି ଏବଂ କେବଳ ଅଯୋଧ୍ୟା ନୁହେଁ, ସମଗ୍ର ଭାରତ ଦେଶ ରାମ ରଙ୍ଗରେ ରଙ୍ଗିତ ହୋଇଛି। ଭାରତର ପ୍ରତ୍ୟେକ ଗ୍ରାମ ଏବଂ ସହରରେ ପ୍ରଭାତ ପରିକ୍ରମା କରାଯାଉଛି। କିନ୍ତୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ରାମଙ୍କ ଧ୍ୱନି ଶୁଭୁଛି ଏବଂ ଦୁନିଆରେ କିଛି ମୁସଲମାନ ଦେଶ ମଧ୍ୟ ଅଛନ୍ତି ଯେଉଁମାନେ ବର୍ତ୍ତମାନ ରାମଙ୍କ ପାଇଁ ସମର୍ପିତ ହୋଇଛନ୍ତି। ତେବେ ଭାରତ ବ୍ୟତୀତ ଅନ୍ୟ କେଉଁ ମୁସଲମାନ ଦେଶ ଯେଉଁଠାରେ ଅଯୋଧ୍ୟା ରାମଙ୍କ ନାମ ଅଧିକ ଚାଲିଛି? କ'ଣ ପ୍ରଭୁ ରାମଙ୍କୁ ବିଦେଶରେ ମଧ୍ୟ ପୂଜା କରାଯାଏ? ଏହି ଭିଡ଼ିଓର ଶେଷ ପର୍ଯ୍ୟନ୍ତ ଆପଣ ସବୁକିଛି ଜାଣିପାରିବେ। ଯଦି ଆପଣ ଜଣେ ପ୍ରକୃତ ସନାତନ ରାମ ଭକ୍ତ, ତେବେ ଏହି ଭିଡ଼ିଓକୁ ଲାଇକ୍ କରି ଏବଂ କମେଣ୍ଟରେ ଜୟ ଶ୍ରୀରାମ ଲେଖନ୍ତୁ। ବନ୍ଧୁଗଣ, 500 ବର୍ଷର ଅପେକ୍ଷା ପରେ 22 ଜାନୁଆରୀ 2024ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ। ଏହା ଏପରି ଏକ ମୁହୂର୍ତ୍ତ ଯେଉଁଥିପାଇଁ ହିନ୍ଦୁମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ। ଏପରି ଏକ ମୁହୂର୍ତ୍ତ ଯାହାକୁ ସତ୍ୟ କରିବା ପାଇଁ ଶହ ଶହ ଭକ୍ତ ପ୍ରାଣ ହରାଇଛନ୍ତି। ଏପରି ଏକ ସ୍ୱପ୍ନ ଯାହା ପୂରଣ କରିବା ପାଇଁ ଲକ୍ଷ ଲକ୍ଷ ଲୋକ ବିରୋଧ କରିଥିଲେ। ଏପରି ଏକ ଇଚ୍ଛା ଯାହା ବାସ୍ତବରେ ପରିଣତ ହେବା ପାଇଁ ବର୍ଷ ବର୍ଷ ଧରି କୋର୍ଟରେ ଲଢ଼େଇ ଚାଲିଥିଲା ଏବଂ ଶେଷରେ ସାରା ବିଶ୍ୱରେ କୋଟି କୋଟି ହିନ୍ଦୁଙ୍କର ଏହି ସ୍ୱପ୍ନ କିଛି ଦିନ ମଧ୍ୟରେ ପୂରଣ ହେବାକୁ ଯାଉଛି। ବନ୍ଧୁଗଣ, ବିଶ୍ୱାସ କରନ୍ତୁ, ସମଗ୍ର ବିଶ୍ୱରେ ବାସ କରୁଥିବା କୋଟି କୋଟି ଭାରତୀୟଙ୍କ ପାଇଁ ଏହାଠାରୁ ଅଧିକ ଖୁସି କ'ଣ ହୋଇପାରିବ? ଏହାଠାରୁ ଅଧିକ ସୁନ୍ଦର ଦିନ ଏବଂ ଏହାଠାରୁ ଅଧିକ ସ୍ମରଣୀୟ ଅନୁଭୂତି କ'ଣ ହୋଇପାରିବ? କୁହାଯାଉଛି ଯେ ଏହି ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଦେଶର 25 ଲକ୍ଷ ଲୋକ ଅଯୋଧ୍ୟାରେ ପହଞ୍ଚିବେ। ଅଯୋଧ୍ୟାରେ ଥିବା ପ୍ରତ୍ୟେକ ଘର ଏହି ଲୋକଙ୍କୁ ସ୍ୱାଗତ କରିବା ପାଇଁ ଏକ ହୋଟେଲରେ ପରିଣତ ହୋଇଛି। ଦେଶରୁ ଅଯୋଧ୍ୟା ପର୍ଯ୍ୟନ୍ତ 1000 ଟ୍ରେନ୍ ଚଳାଚଳ କରୁଛି। ଅଯୋଧ୍ୟାର ନୂତନ ବିମାନ ବନ୍ଦର ପ୍ରସ୍ତୁତ ରହିଛି। ଅଯୋଧ୍ୟାର ନୂତନ ରେଳ ଷ୍ଟେସନ ଯାତ୍ରୀମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇ ଛିଡ଼ା ହୋଇଛି। କିନ୍ତୁ ଏହି ଉତ୍ସାହ କେବଳ ଭାରତର ଲୋକଙ୍କ ମଧ୍ୟରେ ନୁହେଁ, ବିଦେଶରେ ମଧ୍ୟ ଦେଖାଯାଉଛି। ଏହା ବ୍ୟତୀତ ଦୁନିଆରେ ମୁସଲମାନ ସଂଖ୍ୟାଲଘୁ ଦେଶ ମଧ୍ୟ ଅଛନ୍ତି ଯେଉଁମାନେ ଅଯୋଧ୍ୟାରେ ନିର୍ମିତ ସ୍ମରଣୀୟ ଅଲୌକିକ ରାମ ମନ୍ଦିରକୁ ନେଇ ଉତ୍ସାହିତ ଏବଂ ଖୁସି ଅଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା 22 ଜାନୁଆରୀ 2024ରେ ଅନୁଷ୍ଠିତ ହେବ ଏବଂ ଅନେକ ବର୍ଷ ଧରି ସଂଘର୍ଷ ପରେ ଏହି ଶୁଭ ମୁହୂର୍ତ୍ତ ବର୍ତ୍ତମାନ ଆସିଛି ଏବଂ ଏଭଳି ପରିସ୍ଥିତିରେ ପଡ଼ୋଶୀ ଦେଶ ତଥା ବିଦେଶରୁ ମଧ୍ୟ ଅଭିନନ୍ଦନ ଆରମ୍ଭ ହୋଇଛି। ବର୍ତ୍ତମାନ ବିଦେଶରେ ଅଯୋଧ୍ୟା ରାମ ମନ୍ଦିରର ଉଦ୍ଘାଟନ ଏକ ନିଆରା ଢଙ୍ଗରେ ପାଳନ କରାଯାଉଛି। ଆମେରିକାରୁ ଏହି ଖବର ଆସୁଛି ଯେ ଯେଉଁଠାରେ ଆମେରିକୀୟ ହିନ୍ଦୁମାନେ ବିଶ୍ୱ ହିନ୍ଦୁ ପରିଷଦର ନେତୃତ୍ୱରେ ଉତ୍ସାହର ସହିତ ଉତ୍ସବ ପାଳନ କରୁଛନ୍ତି। ହଁ ବନ୍ଧୁଗଣ, ପ୍ରାଣ ପ୍ରତିଷ୍ଠା ସମାରୋହକୁ ପାଳନ କରିବା ପାଇଁ 16 ଡିସେମ୍ବରରେ ଆମେରିକାର ୱାଶିଂଟନ, ମେରିଲ୍ୟାଣ୍ଡରେ ଅବସ୍ଥିତ ରାମ ମନ୍ଦିର ସମ୍ମୁଖରେ ଏକ ମିନି କାର୍ ଏବଂ ବାଇକ୍ ରାଲି କରାଯାଇଥିଲା। ଏହି ରାଲି ଅଯୋଧ୍ୟା ନାମରେ ନାମିତ ରାସ୍ତାରେ ନିଆଯାଇଥିଲା, ଯେଉଁଠାରେ ବିଭିନ୍ନ ବୟସର 500ରୁ ଅଧିକ ବାଇକ୍ ଚାଳକ ଭକ୍ତ ସେମାନଙ୍କ ହାତରେ ରାମଙ୍କ ପତାକା ଧରି ଏହି ରାଲିରେ ଯୋଗ ଦେଇଥିଲେ। ବନ୍ଧୁଗଣ, ଆପଣ ଜାଣନ୍ତି ଯେ ସନାତନ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଭୁ ଶ୍ରୀରାମଙ୍କ ପ୍ରଭାବ ବର୍ତ୍ତମାନ ବିଦେଶୀ ମାଟିରେ ମଧ୍ୟ ଦୃଶ୍ୟମାନ ହେଉଛି ଏବଂ ଏହି କାରଣରୁ ରାମଲାଲାଙ୍କ ସମର୍ପଣ କାର୍ଯ୍ୟକ୍ରମ ଏକ ଜାତୀୟ କାର୍ଯ୍ୟକ୍ରମ ହେବା ପରିବର୍ତ୍ତେ ଏକ ବିଶ୍ୱସ୍ତରୀୟ ଇଭେଣ୍ଟରେ ପରିଣତ ହୋଇଛି। ବୋଧହୁଏ ଏହି କାରଣରୁ ଅଟୋମୋବାଇଲ ରାଲି ଏବଂ ରାମ ରଥଯାତ୍ରା ବିଦେଶରେ ମଧ୍ୟ କରାଯାଉଛି। ବନ୍ଧୁଗଣ, ଭାରତର ପଡ଼ୋଶୀ ହିନ୍ଦୁ ରାଷ୍ଟ୍ର ନେପାଳ ବିଷୟରେ ଯଦି ଆଲୋଚନା କରିବା, ଯାହା ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ଉଦ୍ଘାଟନ ଉତ୍ସବରେ ଅତ୍ୟନ୍ତ ଖୁସି ମନେ ହୁଏ। ମାନ୍ୟତା ଅନୁଯାୟୀ ମାତା ସୀତାଙ୍କୁ ନେପାଳର ଝିଅ କୁହାଯାଏ। ଏହି ଅନୁଯାୟୀ ନେପାଳ ଦେଶ ପ୍ରଭୁ ଶ୍ରୀରାମଙ୍କ ଶ୍ୱଶୁର ଘର। ତେଣୁ ନେପାଳ ଠାରୁ ଅଯୋଧ୍ୟା ପାଇଁ ନୂତନ ପୋଷାକ, ଅଳଙ୍କାର ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ସହିତ ଅନେକ ଉପହାର ସାମଗ୍ରୀ ଗ୍ରହଣ କରାଯାଇଛି। ଏହା ବ୍ୟତୀତ ନେପାଳରୁ ଅଯୋଧ୍ୟାକୁ 2ଟି ବିରାଟ ଶାଲିଗ୍ରାମ ପଥର ମଧ୍ୟ ପଠାଯାଇଛି, ଯାହା ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନ କରାଯିବ। ସମଗ୍ର ବିଶ୍ୱରେ ବସବାସ କରୁଥିବା ଭଗବାନ ରାମଙ୍କ ଭକ୍ତମାନେ ଏହି ପ୍ରାଣ ପ୍ରତିଷ୍ଠା ଗୁରୁତ୍ୱପୂର୍ଣ୍ଣ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଜାନୁଆରୀ 22ରେ ହେବାକୁ ଥିବା ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଆମେରିକାର ଟାଇମ୍ସ ସ୍କୋୟାରରୁ ସିଧା ପ୍ରସାରଣ ହେବ। କେବଳ ଏତିକି ନୁହେଁ, ଉତ୍ତର ଆମେରିକା ଏବଂ କାନାଡ଼ାର ଅନେକ ମନ୍ଦିରରେ ପୂର୍ଣ୍ଣ ଉତ୍ସାହ ସହିତ
ଏହି ପର୍ବ ପାଳନ କରାଯିବ। ଏହା ବ୍ୟତୀତ ମନ୍ଦିରଗୁଡ଼ିକରେ ମଧ୍ୟ ପ୍ରାର୍ଥନା କରାଯିବ। ଏହା ବ୍ୟତୀତ ଆମେରିକାର କାଲିଫର୍ଣ୍ଣିଆ, ୱାସିଂଟନ ଏବଂ ଚିକାଗୋ ଭଳି ଅନେକ ସହରରେ ବିଶାଳ କାର ସମାବେଶ ଆୟୋଜନ କରାଯାଉଛି। ତେବେ ବର୍ତ୍ତମାନ ପ୍ୟାରିସର ରାମ ରଥଯାତ୍ରା ବିଷୟରେ ଜାଣିବା। ଜାନୁଆରୀ 21, 2024ରେ ଫ୍ରାନ୍ସରେ ରହୁଥିବା ଭାରତୀୟମାନେ ପ୍ୟାରିସ ଦେଇ ରାମ ରଥଯାତ୍ରା କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନ କରିବାର ଏହି ଐତିହାସିକ ଦିନକୁ ପାଳନ କରିବା ପାଇଁ ୟୁରୋପର ଆଇଫେଲ ଟାୱାରରେ ଏକ ବଡ଼ ଧରଣର ଉତ୍ସବ ଆୟୋଜନ କରାଯିବ। ବିଶ୍ୱ ହିନ୍ଦୁ ପରିଷଦ ଅନୁଯାୟୀ ପୁରା ବିଶ୍ୱରେ ଏହି ପ୍ରାଣ ପ୍ରତିଷ୍ଠା ପର୍ବ ପ୍ରାୟ 85ଟି ଦେଶରେ ବିଭିନ୍ନ ଉପାୟରେ ପାଳନ କରାଯିବ। ବନ୍ଧୁଗଣ, ଆମେରିକା ଏକମାତ୍ର ଦେଶ ନୁହେଁ ଯେଉଁଠାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସିଧା ପ୍ରସାରଣ ଚାଲିବ। ୟୁନାଇଟେଡ୍ କିଙ୍ଗଡମ୍, ଅଷ୍ଟ୍ରେଲିଆ, କାନାଡା ଏବଂ ମରିସସରେ ରାମ ମନ୍ଦିରର ଉଦ୍ଘାଟନ ସମାରୋହ 300ରୁ ଅଧିକ ସ୍ଥାନରେ ସିଧା ପ୍ରସାରଣ ହେବ। ଏହି ଲାଇଭ୍ ଟେଲିକାଷ୍ଟରେ ମନ୍ଦିର ଭିତରେ ହବନ ପୂଜା, ହନୁମାନ ଚାଳିସା, ମନ୍ତ୍ର ଜପ ଏବଂ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଟେଲିକାଷ୍ଟ କରାଯିବ। ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନ ଉତ୍ସବ ପ୍ରକୃତରେ ଏକ ଐତିହାସିକ ଦିନ, କାରଣ 500 ବର୍ଷରୁ ଅଧିକ ସଂଘର୍ଷ ପରେ ସନାତନଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ବନ୍ଧୁଗଣ, ମରିସସରେ ଯେଉଁଠାରେ 52% ହିନ୍ଦୁ ଲୋକ ବାସ କରନ୍ତି, ମରିସ ସରକାର 22 ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ଦିନ ଏକ ବିଶେଷ ଛୁଟି ଘୋଷଣା କରିଛନ୍ତି। ହଁ ବନ୍ଧୁଗଣ, ମରିସସ ସରକାର ହିନ୍ଦୁ କର୍ମଚାରୀଙ୍କ ପାଇଁ ଭଗବାନ ଶ୍ରୀରାମଙ୍କୁ 2 ଘଣ୍ଟା ପୂଜା କରିବା ପାଇଁ ଛୁଟି ଘୋଷଣା କରିଛନ୍ତି। ଆସନ୍ତୁ ବର୍ତ୍ତମାନ ଦକ୍ଷିଣ ପୂର୍ବ ଏସିଆରେ ଅବସ୍ଥିତ ଆଇସଲ୍ୟାଣ୍ଡ କଣ୍ଟ୍ରି ଇଣ୍ଡୋନେସିଆ ବିଷୟରେ ଆଲୋଚନା କରିବା, ଯେଉଁଠାରେ ଜନସଂଖ୍ୟାର 87% ମୁସଲମାନ ସମ୍ପ୍ରଦାୟର ଲୋକ ଅଟନ୍ତି, ଯେତେବେଳେ କି କେବଳ 1.7% ଲୋକ ହିନ୍ଦୁ ଧର୍ମ ସହିତ ଜଡ଼ିତ। ଏହା ପରେ ମଧ୍ୟ ହିନ୍ଦୁ ଭଗବାନଙ୍କୁ ଏହି ଦେଶରେ ବହୁତ ଉତ୍ସାହର ସହିତ ପୂଜା କରାଯାଏ। ଇଣ୍ଡୋନେସିଆର ବାଲି ଅଞ୍ଚଳରେ ଆପଣ ରାମାୟଣ ସହ ଜଡ଼ିତ ବିରାଟ ମୂର୍ତ୍ତି ଦେଖିପାରିବେ, ଯାହାକି ଗରୁଡ଼, ଜଟାୟୁ, ପ୍ରଭୁ ରାମ ଏବଂ ଭଗବାନ ଶ୍ରୀରାମଙ୍କ ମାଙ୍କଡ଼ ସେନାମାନେ ପଥର ଉଠାଇ ରାମ ସେତୁ ନିର୍ମାଣ କରୁଥିବା ଦେଖାଯାଉଛି। ପୁରାତନ ଜବା ଭାଷାରେ ଲିଖିତ ରାମାୟଣର ଇଣ୍ଡୋନେସିଆ ସଂସ୍କରଣ ରାମାୟଣରେ କାକା ଭାବରେ ଜଣାଶୁଣା। ଇଣ୍ଡୋନେସିଆର ବାଲିରେ ପ୍ରଭୁ ରାମଙ୍କ 10 ମିଟର ବଡ଼ ପ୍ରତିମୂର୍ତ୍ତି ରହିଛି, ଯାହା ଟିଟି ବନ୍ଦ ମୂର୍ତ୍ତି ଭାବରେ ଜଣାଶୁଣା। ବନ୍ଧୁଗଣ, ପ୍ରାଣ ପ୍ରତିଷ୍ଠା ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଅଧିକାରୀମାନଙ୍କୁ 18ଟି ବିଭିନ୍ନ ରୂପରେ ରାମଲୀଳା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ କଳାକାରମାନଙ୍କ ସହିତ ରାମ ଉତ୍ସବରେ ରାମଲୀଳା ମଞ୍ଚ କରିବାକୁ ଅନ୍ତର୍ଜାତୀୟ କଳାକାରମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି, ଯେଉଁଥିରେ ନେପାଳ, କମ୍ବୋଡିଆ, ସିଙ୍ଗାପୁର, ଶ୍ରୀଲଙ୍କା, ଥାଇଲାଣ୍ଡ, ଇଣ୍ଡୋନେସିଆର ରାମଲୀଳା କଳାକାରମାନେ ଉପସ୍ଥିତ ରହିବେ। ବର୍ତ୍ତମାନ ଆସନ୍ତୁ ଜାଣିବା ଥାଇଲାଣ୍ଡରେ ପ୍ରାଣ ପ୍ରତିଷ୍ଠା ସମାରୋହରେ କେଉଁ ପ୍ରକାର ଉତ୍ସାହ ରହିଛି। ଥାଇଲାଣ୍ଡରେ ପ୍ରସିଦ୍ଧ ରାମାୟଣର ଥାଇ ଭର୍ଜନ ରାମକିଙ୍କା ଭାବରେ ଜଣାଶୁଣା। ଥାଇଲାଣ୍ଡରେ ମଧ୍ୟ ଦୀପାବଳି ପର୍ବ ଭାରତ ପରି ପାଳନ କରାଯାଏ, ଯାହାକୁ ଲାୟନ ଥ୍ୟାଙ୍ଗ ଅର୍ଥାତ୍ ଥାଇ ଫେଷ୍ଟିଭାଲ ଅଫ୍ ଲାଇଟ୍ କୁହାଯାଏ। ଥାଇଲାଣ୍ଡର ଅନେକ ଲୋକ ମଧ୍ୟ ଭାରତର ଅଯୋଧ୍ୟାରେ ହେଉଥିବା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିବାକୁ ଆସିବେ। ତେଣୁ ବନ୍ଧୁଗଣ, ଆପଣ ସନାତନ ଧର୍ମର ପ୍ରଭାବ ଏବଂ ଭଗବାନ ଶ୍ରୀରାମଙ୍କ ଗୌରବ ବିଷୟରେ ଜାଣିଲେ। ତେଣୁ ଦୟାକରି କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ନିଶ୍ଚିତ ଲେଖନ୍ତୁ। ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଆପଣଙ୍କର ସମସ୍ତ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଜୟ ଶ୍ରୀରାମ।